ଜାଗା ଆଖଡ଼ର ସାଇ ସାହିର ପିଲାମାନେ ଯୁବକ ମାନେ ଜାଗ୍ରତ ହେଇଥିଲେ ପୁରୀ ସହରର ବୁଦ୍ଧିଜୀବୀ ମାନେ ମାଡ଼ି ଆସିଥିଲେ ବଡ଼ ଆଖଡ଼ା ମଠକୁ ତାପରେ ହଠାତ୍ କ'ଣ ଏମିତି ହେଲା ହଠାତ୍ 4 ଦିନ ଭଙ୍ଗା ବନ୍ଦ ହେଲା ପରେ କିଏ ସେଇଠି ରାଜନୀତି କଲା କିଏ ଦବେଇ ଦେଲା ସାଧୁମାନଙ୍କୁ କିଏ ସିଏ ତ ଜାଣିବାକୁ ଚାହୁଁଛନ୍ତି ସମସ୍ତେ ସେଇଟା ଆପଣ ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜଙ୍କୁ ପଚାରିଲେ ହିଁ ସିଏ କହିପାରିବେ ନାଇଁ ଇଏ ବ୍ୟକ୍ତିଗତ ସ୍ତର ପ୍ରଶ୍ନ ନୁହେଁ ପ୍ରଶ୍ନ ହେଉଛି ବାବା ବୁଝିପାରୁଥିବେ ମୋର ଆବେଗ ପ୍ରଶ୍ନ ହେଉଛି ଯେତେବେଳେ ସୁନା ଗୋସେଇଁ ସେ କଂଗ୍ରେସ ପାର୍ଟି ହଉ କି ବିଜେଡି ହଉ କି ବିଜେପି ହଉ ଯେତେବେଳେ ପୁରୀ କଥା ଜଗନ୍ନାଥ ବଳଭଦ୍ର କଥା ଆସିବ ରାଜନୀତି ମାଟିରେ ମିଶିଯିବ କେବଳ ପ୍ରଜାନୀତି ଚାଲିବ ବିଲକୁଲ ମହାପ୍ରଭୁ ଜଗନ୍ନାଥଙ୍କର କଥା ଯେତେବେଳେ ଆସିବ କୋଣାର୍କ କଥା ଆସିବ ଲିଙ୍ଗରାଜ କଥା ଆସିବ ସେତେବେଳେ ରାଜନୀତି ମାଟି କାମୁଡ଼ିବ ନାଇଁ ମୁଁ ସେଇ କଥା ଅନେକ ସମୟରେ ପ୍ରଶ୍ନ କରାହୁଏ ସେତେବେଳେ ତତ୍କାଳୀନ ସରକାରରେ ଥିବା ଏବଂ ମୁଷ୍ଟିମେୟ ଯେଉଁମାନେ ଥିଲେ ନେତାମାନେ କୁହାଯାଉଥିଲା ପାୱାର ସେଣ୍ଟ୍ରିକ୍ ଲୋକ ଗୁଡ଼ାକୁ ଯେ ସେମାନେ ଭାଙ୍ଗିଦେଲେ ମୋର ପ୍ରଶ୍ନ ଏଇଆ ଯେତେବେଳେ ଭଙ୍ଗା ହେଉଥିଲା ସେଠି ଥିବା ସାଧାରଣ ଲୋକମାନେ ପୁରୀର ଲୋକମାନେ ଆଖପାଖର ଲୋକମାନେ ବାବାମାନେ ମଠାଧୀଶ ମାନେ ଏମାନେ ସବୁ ଗଲେ କୁଆଡ଼େ ଏମାନେ କ'ଣ ଧରଣାରେ ବସିଲେ କି ଦିଲ୍ଲୀରେ ଗୋଟେ ବଡ଼ ଧରଣାଟେ ହେଲେ ଯନ୍ତର ମନ୍ତରକୁ ଯାଇ ବାବା ଧାରଣାରେ ସମସ୍ତେ ବସନ୍ତି ପ୍ରକୃତରେ ବାବାଜୀ ଥିଲେ ତ ପ୍ରକୃତର ମହନ୍ତ ହେଇଥିଲେ ତ କୁଆଡ଼େ ଗଲେ ଆମ ଗୁରୁଦେବ ଯେତେବେଳେ କହିଲେ କରୋନା ସମୟରେ ପଳେଇ ଆସିଲେ 100 ନାଗା ସାଧୁ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଭୟ କଲା ଆଜି ବାଧ୍ୟ ହେଲା ସେଠି ଧୂନିଘର କରିବା ପାଇଁ ଯଜ୍ଞ କୁଣ୍ଡ ଭଳିଆ କରିଦେଇଛି ଅନ୍ତତଃ ଯାହାହେଲେ ମଧ୍ୟ ସେଇଟା କ'ଣ ଉଠେଇ ସେଇଟା ହଉଛି ଧୂନିଘର ରେକର୍ଡ କହୁଛି